ମାସେ ହେବ ଦରମା ପାଉନାହାନ୍ତି ସିଆର୍ପି ଏମ୍ବିକେ ପ୍ରାଣୀମିତ୍ର କୃଷିମିତ୍ର ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟ କରୁଥିବା କାର୍ଯ୍ୟରତ ମାମାନେ, ଯାହା ପାଇଁ ଆଜି ନୀଳଗିରି ବିଡିଓ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହିତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଏ ବାବଦରେ ଅବଗତ କରିଛନ୍ତି। 19 ଗୋଟି ବିଭାଗ ସହିତ ମିଳିତ ଭାବରେ ଉକ୍ତ ମାମାନେ ଦୈନିକ 8 ଘଣ୍ଟା କାର୍ଯ୍ୟ କରିଥାନ୍ତି। ଅନେକ ସମୟରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରବିବାରରେ ମଧ୍ୟ କାର୍ଯ୍ୟ କରିଥାନ୍ତି। ମାସିକ ବେତନ ଦ୍ୱାରା ନିଜର ପରିବାର ପ୍ରତିପୋଷଣ କରିବାରେ ସହାୟକ ହେଉଥିବା ବେଳେ 6 ମାସ ହେବ ସେମାନଙ୍କ ଦରମା ମିଳୁନଥିବାରୁ ଏବେ ଚିନ୍ତାରେ ପଡ଼ିଛନ୍ତି ଉକ୍ତ ମାମାନେ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେମାନଙ୍କ ଗୁହାରି କେହି ନ ଶୁଣିବାରୁ ଆଜି ବ୍ଲକରେ ପହଞ୍ଚି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଖୁବ୍ ଶୀଘ୍ର ଏହାର ସମାଧାନ କରାନଯାଏ ତେବେ ସମୂହ କାର୍ଯ୍ୟ ଛାଡ଼ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ନୀଳଗିରି ବ୍ଲକର ସମସ୍ତ ସିଆର୍ପି ଏମ୍ବିକେ ପ୍ରାଣୀମିତ୍ର ବ୍ୟାଙ୍କ ମିତ୍ର ଓ କୃଷିମିତ୍ରମାନେ ଉପସ୍ଥିତ ରହିଥିଲେ। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ। ମୁଁ ତ ଆଜି ଜାଣିଲି, ପୁଣି ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ, ସମସ୍ୟା କହୁଛି ବୁଝିକି ତା ପ୍ରତିକାର କରିବା।